ଆଜି ଶୁଣିବା ଆତ୍ମଜୀବନୀ ସାଧନାର ପଥେର 10ମ ଭାଗ। ପରିଚ୍ଛେଦ 1923ରୁ 1929 ଏବଂ ଏହି ପରିଚ୍ଛେଦର ଦ୍ୱିତୀୟ ଭାଗ। ଉପରେ ମନ୍ତ୍ରୀଙ୍କ ସହ ମୋର ସମ୍ପର୍କ ଥିବାରୁ ତଳ ହାକିମମାନଙ୍କ ଭିତରେ ଗ୍ରହତ୍ରାହ ସୃଷ୍ଟି ହୋଇଥିଲା ଓ ତା ଫଳରେ ଜିଲ୍ଲା ବୋର୍ଡ଼ର ମନ୍ତ୍ରୀଙ୍କ ସହିତ ସିଧା କାରବାର ନିୟମ ପ୍ରବର୍ତ୍ତନ ଦ୍ୱାରା ବନ୍ଦ କରାହୋଇଯାଇଥିଲା। ସେତେବେଳେ ସରକାରୀ ହାକିମମାନଙ୍କର ଗ୍ରାମ ଶାସନ ଆଇନ ଭିଲେଜ ଆଡମିନିଷ୍ଟ୍ରେସନ ଆକ୍ଟ ଅନୁସାରେ ୟୁନିୟନ ବୋର୍ଡ଼ ସ୍ଥାପନ କରିବାର ଝୁଙ୍କା ଥିଲା, ମାତ୍ର ଆଦୌ ଏହା ଜନପ୍ରିୟ ନଥିଲା। ମେଦିନପୁରରେ ୟୁନିୟନ ବୋର୍ଡ଼ ସବୁ ଉଠାଇବା ପାଇଁ ଟିକସ ବନ୍ଦ ଆନ୍ଦୋଳନ କରି ଲୋକେ ଯଶସ୍ୱୀ ହୋଇଥିଲେ। ଲୋକେ ଯେତିକି ଟିକସ ଦିଅନ୍ତି ତଦନୁସାରେ ସୁବିଧା ପାଇପାରନ୍ତି ନାହିଁ ଓ ୟୁନିୟନ ବୋର୍ଡ଼ ଜରିଆରେ ସରକାରୀ ପ୍ରଭାବ ପଡ଼େ। ଏଥିପାଇଁ ଏହା ଅତି ଅପ୍ରିୟ ଥିଲା। ମୁଁ ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ ଥିଲାବେଳେ ସେ ସମୟକାର କମିଶନର ରେମୁଣା ଓ ଚାନ୍ଦବାଲି ୟୁନିୟନ ବୋର୍ଡ଼ ବସାଇବାର ଆଦେଶ ଦେଲେ। ଏଥିରେ ମୁଁ ଆପତ୍ତି କରିଥିଲି, ମାତ୍ର ମୋ କଥା ହାକିମମାନେ ଶୁଣିଲେ ନାହିଁ। ପ୍ରଥମେ ରେମୁଣାରେ ନିର୍ବାଚନ ଆରମ୍ଭ କରିଦେଲେ। ନିର୍ଦ୍ୱନ୍ଦ୍ୱରେ କେତେକ ମାମଲତକାର ଶ୍ରେଣୀର ଲୋକ ନିର୍ବାଚିତ ବୋଲି ଘୋଷିତ ହେଲେ। ତାପରେ ଆଇନ ଅନୁସାରେ ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ କେତେଜଣଙ୍କୁ ମନୋନୀତ କରିବାର କଥା। ନିର୍ବାଚିତ ଓ ମନୋନୀତ ସଭ୍ୟଙ୍କୁ ନେଇ ୟୁନିୟନ ବୋର୍ଡ଼ ଗଠିତ ହେବ। ଏଣେ ଦଳକୁ ଦଳ ଲୋକ ମୋ ପାଖକୁ ଆସୁଥାନ୍ତି। ୟୁନିୟନ ବୋର୍ଡ଼ ଯେପରି ନ ହେଉ। ଥରେ ପ୍ରାୟ 1000 ଲୋକ ମୋ ନିକଟକୁ ବାଲେଶ୍ୱର ଆସିଥାନ୍ତି। ମୁଁ ସେମାନଙ୍କୁ ନେଇ ଜୋନ୍ସଟନ ସାହେବଙ୍କ ପାଖକୁ ଗଲି। ତାଙ୍କୁ ପଚାରିଲି ଯେ ଲୋକମାନଙ୍କ ଠାରୁ ଭୋଟ ପାଇ ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ ହୋଇ ଏ ଲୋକଙ୍କ ବିରୁଦ୍ଧରେ କିପରି କାର୍ଯ୍ୟ କରିବ। ତାଙ୍କୁ ମଧ୍ୟ ସେଇଠି କହିଲି ଯେ ମୁଁ ମନୋନୟନ କରିବା ପାଇଁ ଆଇନ ଅନୁସାରେ ଯେଉଁ କ୍ଷମତା ପାଇଛି ତାହା ବ୍ୟବହାର କରିବି ନାହିଁ। ଜୋନ୍ସଟନ ସାହେବ ବିଚଳିତ ହୋଇ ଯାଇଥିଲେ। ସେ ମୋତେ ଆଇନକୁ ସମ୍ମାନ କରିବା ପାଇଁ ବୁଝାଇଲେ, ମାତ୍ର ମୁଁ ମାନିଲି ନାହିଁ। ସେ କମିଶନକୁ ଲେଖିଲେ। କମିଶନର ମୋତେ ଖୁବ୍ ବୁଝାଇ ସୁଝାଇ ଲେଖିଲେ ଯେ ଆଇନ ଅନୁସାରେ ମନୋନୟନ କରିବା ଉଚିତ। ମୁଁ ଉତ୍ତର ଦେଲି ଗ୍ରାମ୍ୟ ଶାସନ ଆଇନ ଅନୁସାରେ କାମ କରିବା ପାଇଁ ବାଧ୍ୟ ବୋଲି ଜିଲ୍ଲା ବୋର୍ଡ଼ ଆଇନରେ କେଉଁଠାରେ ନାହିଁ। ତା ଛଡ଼ା ଲୋକଙ୍କ ମତ ବିରୁଦ୍ଧରେ ମୁଁ ତାହା କରିପାରିବି ନାହିଁ। କମିଶନରକୁ ଏପରି ଲେଖି ଗଣେଶ ଦତ୍ତ ସିଂହଙ୍କଠାରୁ ଲେଖିଲି ଯେ ସେ ଲୋକପ୍ରତିନିଧି ଥିବାରୁ ଲୋକପ୍ରତିନିଧିତ୍ୱର ଦାୟିତ୍ୱ ବୁଝିବା ଉଚିତ ଓ ୟୁନିୟନ ବୋର୍ଡ଼ ଉଠାଇ ଦେବା ଉଚିତ। ତା ଫଳରେ ସିଧା ସରକାରଙ୍କଠାରୁ ଚିଠି ଆସିଲା ଯେ ରେମୁଣା ୟୁନିୟନ ବୋର୍ଡ଼ ଉଠାଇ ନିଆଗଲା। ଏ ଚିଠି ଯେଉଁଦିନ ପାଇଲି ସେଦିନ କମିଶନରଙ୍କଠାରୁ ଏକ କଡ଼ା ଚିଠି ପାଇଥାଏ ଯେ ଆଇନ ଅନୁସାରେ ମନୋନୟନ ମୁଁ ନ କଲେ ସେ ସରକାରଙ୍କୁ ଜିଲ୍ଲା ବୋର୍ଡ଼ ବିରୁଦ୍ଧରେ ରିପୋର୍ଟ କରିବେ। ମୁଁ ସିଧା ମିଳିଥିବା ସରକାରୀ ଚିଠିର ନକଲ କମିଶନରଙ୍କ ନିକଟକୁ ପଠାଇ ଦେଇଥିଲି। ଏଥିରେ କମିଶନର ସାହେବ ବଡ଼ ଉତ୍କ୍ଷିପ୍ତ ହୋଇ ଜିଲ୍ଲା ବୋର୍ଡ଼ ସହିତ ସରକାରଙ୍କ କମିଶନର ଚିଠିପତ୍ର ସମ୍ପର୍କ କିପରି ରହିବା ଉଚିତ ସେ ବିଷୟରେ ପ୍ରଶ୍ନ ଉଠାଇଲେ। ତା ଫଳରେ ନିୟମ ହୋଇଗଲା ଯେ ଜିଲ୍ଲା ବୋର୍ଡ଼ରୁ ସରକାରଙ୍କଠାକୁ ସମସ୍ତ ଚିଠି ଜିଲ୍ଲା ମାଜିଷ୍ଟ୍ରେଟ ଓ କମିଶନରଙ୍କ ଜରିଆରେ ଯିବ। ମୁଁ ଏହାର ପ୍ରତିବାଦ କଲି। ମୁଁ ବରାବର ମନେ ରଖିଥାଏ ଯେ ଜିଲ୍ଲା ମାଜିଷ୍ଟ୍ରେଟ ଓ ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ ପଦ ମର୍ଯ୍ୟାଦା ଏକ। ଏଣୁ କୌଣସି ନିୟମ ଦ୍ୱାରା ଜିଲ୍ଲା ବୋର୍ଡ଼ ଚେୟାରମ୍ୟାନ୍ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତଳକୁ ବୋଲି ଜଣାଗଲା, ମୁଁ ତାହା ବିରୁଦ୍ଧାଚରଣ କରୁଥିଲି। ଉକ୍ତ ନିୟମାନୁସାରେ ମୁଁ କାମ କରେ ନାହିଁ। ମୁଁ ସବୁ ଚିଠି କମିଶନରଙ୍କଠାକୁ ପଠାଇଦିଏ। ସେଠାରୁ ପୁଣି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ପାଖକୁ ମତ ପାଇଁ ଆସେ। ତାପରେ ସରକାରଙ୍କ ପାଖକୁ ଯାଏ। ଏ ବିଷୟ ଉପରେ ମନ୍ତ୍ରୀ ନିଜେ ନରମା ଧରିଯିବାରୁ ତଳେ ମୁଁ ବେଶୀ ଦୂର ଆଗେଇ ପାରିଲି ନାହିଁ। ମାତ୍ର ତାପରେ ୟୁନିୟନ ବୋର୍ଡ଼ ସ୍ଥାପନର ଝଙ୍କ ହାକିମମାନଙ୍କର ଚାଲିଥିଲା। କେବଳ ଏ ଘଟଣା ନୁହେଁ, ଅନେକ ଘଟଣାରେ ମୁଁ ଦେଖିଛି ସିଭିଲିଆନ ହାକିମମାନେ ନିର୍ବାଚିତ ଲୋକପ୍ରତିନିଧିଙ୍କ ହାତରେ କ୍ଷମତା ଥିବା ସହ୍ୟ କରିପାରନ୍ତି ନାହିଁ। ସେମାନେ କଳେ ବଳେ କୌଶଳରେ ସବୁ କ୍ଷମତା ନିଜ ହାତରେ ରଖିବା ପାଇଁ ଚାହାନ୍ତି। ମାତ୍ର ମୁଁ ବରାବର ଜଗିଥାଏ ଯେ ଯେତିକି କ୍ଷମତା ଆଇନ ଦ୍ୱାରା ମିଳିଛି ତାହା ଯେପରି ଅକ୍ଷୁଣ୍ଣ ରହେ। ଏହା ଫଳରେ ଅନେକ କମିଶନରଙ୍କ ସହିତ ମୋର ବିବାଦ ହୋଇଯାଉଥାଏ।
ମୁଁ ଚେୟାରମ୍ୟାନ୍ ଥିବା ସମୟରେ କୌଣସି କମିଶନର ଜିଲ୍ଲା ବୋର୍ଡ଼ ଅଫିସ୍ ପରିଦର୍ଶନ କରିବା ପାଇଁ ଆସିନାହାନ୍ତି। ଥରେ ଜଣେ କମିଶନରଙ୍କ ସହିତ ମୋର କେତେକ ବିଷୟ ଆଲୋଚନା ହେଉଥିବା ବେଳେ ସେ ରାଗିଯାଇ କହିଲେ, "ଆଇ ସାଲ୍ ସି ହ୍ୱାଟ୍ ମିଷ୍ଟର ଦାସ ହାଜ୍ ଡନ୍ ଅନ୍ଡୋନ୍ ବାଇ ରୁଲ୍ସ।" ମୁଁ ଏହାର ଉତ୍ତରରେ ରାଗିଯାଇ କହିଥିଲି, "ୱି ସାଲ୍ ସି ଦ୍ୟାଟ୍ ଦ ସିଭିଲିଆନ୍ ଅଫିସର୍ସ ଆର୍ ବ୍ରଟ୍ ଅଣ୍ଡର ଫୁଲ୍ କଣ୍ଟ୍ରୋଲ୍ ଅଫ୍ ଦ ପପୁଲାର ରିପ୍ରେଜେଣ୍ଟେଟିଭ୍ସ।" ଏହା ପରେ ପରେ ଏକ ଅଡିଟ୍ ଆଇନ ହେଲା, ଯାହା ଫଳରେ ଜିଲ୍ଲା ବୋର୍ଡ଼ର କ୍ଷମତା ଉପରେ ଅନେକ ପରିମାଣରେ ହସ୍ତକ୍ଷେପ କରାଗଲା। ଏ ଆଇନ ଅନୁସାରେ ଜିଲ୍ଲା ବୋର୍ଡ଼ର ଯେଉଁ ଖର୍ଚ୍ଚ ଆଇନ ଅନୁସାରେ ନୁହେଁ ବୋଲି ସରକାର ଭାବିବେ, ସେ ଖର୍ଚ୍ଚ ପାଇଁ ସେ ଦାୟୀ। ତା ଉପରେ ତାକୁ ସରଚାର୍ଜ କରିପାରନ୍ତି, ଅର୍ଥାତ୍ ତାକୁ ଅସୁଲ କରିପାରନ୍ତି। ଉପରେ ସରକାରୀ ହାକିମମାନେ ଓ ଏଣେ ଧନୀ ଜମିଦାରମାନେ ମୋ ପ୍ରତି ଉତ୍ତକ୍ତ ହୋଇ ରହିଥିଲେ ମଧ୍ୟ ସୁରୁଖୁରୁରେ ଚାଲିଥାଏ। କେବଳ ଜନଷ୍ଟନ୍ ସାହେବଙ୍କ ସହିତ ବନ୍ଧୁତ୍ୱ ଯୋଗୁଁ ଓ ମୋ ନିଜର ପରିଶ୍ରମ ହେତୁ ସେତେବେଳେ କାମ କରି ମୁଁ ଆତ୍ମପ୍ରସାଦ ଲାଭ କରୁଥିଲି। ଜିଲ୍ଲାର ଯାବତୀୟ ବିଷୟ, ଏପରିକି ଯାହା ସହିତ ଜିଲ୍ଲା ବୋର୍ଡ଼ କାର୍ଯ୍ୟର ପ୍ରତ୍ୟକ୍ଷ ସମ୍ପର୍କ କିଛି ନଥିଲା, ଏପରି କାମ ସବୁ ମୋଠାକୁ ଆସୁଥିଲା ଓ ମୁଁ ସେ ସବୁ ମୋର ସହକର୍ମୀମାନଙ୍କ ସାହାଯ୍ୟରେ ସମାଧାନ କରିବାର ଚେଷ୍ଟା କରୁଥିଲି। ସେ ସମୟରେ ନୀଳଗିରି ରାଜାଙ୍କ ଜମିଦାରୀ କୋର୍ଟ ଅଫ୍ ୱାର୍ଡସ୍ ଅଧୀନସ୍ଥ ଥାଇ ବାଲେଶ୍ୱର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ତତ୍ତ୍ୱାବଧାନ ଥାଏ। ଚାନ୍ଦିପୁରର ପାଖ ଅଧିକାଂଶ ଗୋଚର ଜମିକୁ ବଡ଼ ବଡ଼ ସରକାରୀ କର୍ମଚାରୀମାନେ ପଟ୍ଟା କରିନେଇ ଗୋଚର ପାଇଁ ଖାଲି ବାଲିଆ ଜମି ଛାଡ଼ି ଦେଇଥାନ୍ତି। ଏହା ସାଧାରଣଙ୍କର ଏକ ଅସନ୍ତୋଷର କାରଣ ହୋଇଥାଏ। ଏ ବିଷୟ ପଣ୍ଡିତ ଗୋପବନ୍ଧୁ ଲାଟ ସଭା ମେମ୍ବର ଥିଲାବେଳେ ଏଠାରେ ପ୍ରଶ୍ନ କରିଥିଲେ, ମାତ୍ର କିଛି ଫଳ ହୋଇନଥିଲା। ବର୍ତ୍ତମାନ ବନ୍ଦୋବସ୍ତ ଚାଲିଥିବାରୁ ସେ ପ୍ରଶ୍ନ ଉଠିଲା। ଲୋକ ଆସି ମୋତେ ଧରିଲେ। ମୁଁ ଏ କାମକୁ ସୁବୋଧଚନ୍ଦ୍ର ଦେଙ୍କ ଜିମା ଦେଇଥିଲି। ଲାଗିପଡ଼ି ଆମେ ଏହାର ପ୍ରମାଣ କରିଥିଲୁ ଯେ ଚଞ୍ଚଳ କରି ସରକାରୀ କର୍ମଚାରୀ ଗୋଚରରୁ ପଟ୍ଟା ନେଇଛନ୍ତି। ଜୋନ୍ଷ୍ଟନ୍ ସାହେବ ଏ ବିଷୟ ବୁଝିପାରି ଗୋଚର ଜମି କେତେକ ଫେରାଇ ଦେବା ପାଇଁ ଆଦେଶ ଦେଲେ। ଏ ସମ୍ପର୍କରେ ଜଣେ ଦୁଇଜଣ ସରକାରୀ କର୍ମଚାରୀ ଡିସମିସ୍ ମଧ୍ୟ ହୋଇଥିଲେ। ସେହିପରି ଏକ ହିନ୍ଦୁ ମୁସଲମାନ ପ୍ରଶ୍ନ ମୋ ପାଖରେ ଆସି ପହଞ୍ଚିଲା। ସେତେବେଳେ କଲିକତାର ହିନ୍ଦୁ ମୁସଲମାନ ଦଙ୍ଗା ଜୋରଦାର ଲାଗିଥାଏ। ତାର ଧକ୍କା ଆସି ବାଲେଶ୍ୱରରେ ଲାଗୁଥାଏ। ଅସହଯୋଗ ଆନ୍ଦୋଳନ ଦିନୁ ଆମେ ବରାବର ମସଜିଦ୍ ଆଗରେ ବାଜା ବନ୍ଦ କରାଇ ଦେଇଥିଲୁ। ଆମ କଥା ହିନ୍ଦୁମାନେ ମାନି ନେଉଥିଲେ। ମସଜିଦ୍ ଆଗରେ ବାଜା ବନ୍ଦ କରାଇବା ଆମର ଏକ କାମ ହୋଇଯାଇଥିଲା। ସ୍ୱରାଜ୍ୟ ମନ୍ଦିର ସାମ୍ନାରେ ଗୋଟିଏ ମସଜିଦ୍ ଥାଏ। ତା ଆଗରେ କୀର୍ତ୍ତନ ଇତ୍ୟାଦି କଲେ ଆମେ ଯାଇ ବରାବର ବାଜା ବନ୍ଦ କରାଉଥିଲୁ। ମାତ୍ର କଲିକତାର କେତେକ ପ୍ରଚାରକଙ୍କ ଉତ୍ତେଜନା କେତେକ ସ୍ଥାନୀୟ ମୁସଲମାନ କୀର୍ତ୍ତନ ଆସିବା ବେଳେ ଆମେ ବାଜା ବନ୍ଦ କରିଦେବାକୁ କହିବାରୁ ଯାଉ ଯାଉ ସେମାନେ କୀର୍ତ୍ତନଙ୍କୁ ପିଟିବାରେ ଲାଗିଲେ। ଅନେକ ଆହତ ହେଲେ, ମୋକଦ୍ଦମା ହେଲା। ଏହାପରେ ପୁଲିସ ଆଇନ ଅନୁସାରେ ବିନା ଲାଇସେନ୍ସରେ ଶୋଭାଯାତ୍ରା କେହି ନେଇପାରିବେ ନାହିଁ ବୋଲି ସେ ଘୋଷଣା ହେଲା। ଲାଇସେନ୍ସ ପାଇଁ ଦରଖାସ୍ତ କଲେ। ମସଜିଦ୍ ଆଗରେ ବାଜା ବନ୍ଦ କରିବା ସର୍ତ୍ତ ଲାଇସେନ୍ସରେ ଦିଆହେଲା। ଏଥିରେ ହିନ୍ଦୁମାନେ ଅତି ଉତ୍ତପ୍ତ ହୋଇ ଉଠିଲେ। ଥରେ ସବୁ ବଡ଼ ଲୋକ ମିଶି ଏତେ ବଡ଼ ସଭା ବାଲେଶ୍ୱରରେ କଲେ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କଠାରୁ ଆପତ୍ତି ଜଣାଇବା ପାଇଁ ଗଲେ। ଜିଲ୍ଲା ମାଜିଷ୍ଟ୍ରେଟ ଶୁଣି କହିଲେ ନାହିଁ। ଏଥିରେ ସେମାନେ ଆହୁରି ଅପଦସ୍ଥ ହେଲେ। ଓଡ଼ିଶାରେ ମୋଟେ ଶତକଡ଼ା 1.5 କି 2 ମୁସଲମାନ। ସେମାନେ ସମସ୍ତେ ଅଶିକ୍ଷିତ, ନିର୍ଧନ, ଅଥଚ ଏତେ ହିନ୍ଦୁ ବଡ଼ ବଡ଼ ଲୋକ, ଓକିଲ, ଜମିଦାର ଏମାନଙ୍କ କଥା ଜିଲ୍ଲା ମାଜିଷ୍ଟ୍ରେଟ ଶୁଣିଲେ ନାହିଁ। ଏହା ହେଲା, କିନ୍ତୁ ନେତାମାନଙ୍କ ଅପଦସ୍ଥ ମନେ କରିବାର କାରଣ ସେମାନେ ସମସ୍ତେ ମୋତେ ଧରିଲେ। ମୁଁ ଏ ବିଷୟରେ ସମାଧାନ କରିବାରେ ଭାର ନେଲି। ମୁଁ ମୁସଲମାନମାନଙ୍କୁ ପାରୁ ପର୍ଯ୍ୟନ୍ତ ବୁଝାଇବାକୁ ଚେଷ୍ଟା କଲି ଯେ ସେଦିନ ସେମାନେ ଯେ କୀର୍ତ୍ତନ ଦଳକୁ ମାଡ଼ ଦେଇଛନ୍ତି, ସେଥିପାଇଁ ଖାଲି ଦୁଃଖ ପ୍ରକାଶ କରନ୍ତୁ ଓ ମୁଁ ଭାର ନେଉଛି ମସଜିଦ୍ ଆଗରେ ବାଜା ବନ୍ଦ କରାଇବି। ମାତ୍ର ସେମାନେ ଶୁଣିଲେ ନାହିଁ, ବରଂ ମୋତେ ମାରିବାର ଧମକ ଦେଖାଇଲେ। ତେଣେ ଜୋନ୍ଷ୍ଟନ୍ ସାହେବଙ୍କୁ ବୁଝାଇବାକୁ ଯାଇ ମଧ୍ୟ ନିଷ୍ଫଳ ହେଲି। କିନ୍ତୁ ମୁଁ ଦେଖିଲି, ସରକାରୀ କ୍ଷମତା ବଳରେ ଏକ ଅନ୍ୟାୟ ଜବରଦସ୍ତି ଭାବରେ ଚଳା ହେଲେ ଲୋକେ ଭୀରୁ କାପୁରୁଷ ହୋଇଯିବେ। ଏହା ଭାବି ସରକାର ତଥା ଅବୁଝା ମୁସଲମାନ ଉଭୟଙ୍କ ବିରୁଦ୍ଧରେ ଅଭିଯାନ ଆରମ୍ଭ କଲି। ଲାଇସେନ୍ସ ନେବାର ସରକାରୀ ଆଦେଶ ଅମାନ୍ୟ କରି ମସଜିଦ୍ ଆଗରେ ବାଜା ବଜାଇ ପ୍ରାୟ 3000 ଲୋକଙ୍କୁ ନେଇ ଏକ ଶୋଭାଯାତ୍ରା ବାହାର କରାଗଲା। ବିଶ୍ୱନାଥ ହୋତା ଏହାର ନେତୃତ୍ୱ ନେଉଥିଲେ।
ଶୋଭାଯାତ୍ରା ସମସ୍ତଙ୍କୁ ଅମାନ୍ୟ କରି ସାହସ ସହକାରେ ଚାଲିଗଲା। ସେଦିନ ରାତ୍ରିରେ ପ୍ରାୟ 700-800 ମୁସଲମାନ ମୋତେ ମାରିଦେବା ପାଇଁ ଆମ ଆଶ୍ରମ ଘେରାଉ କରିଥିଲେ। ମାତ୍ର କେବଳ ସାହସ ସହକାରେ ଛିଡ଼ା ହୋଇ ରହିବାରୁ ମୋତେ ଅତି ଅସଭ୍ୟ ଭାଷାରେ ଗାଳି ମାତ୍ର ଫେରାଇ ଦେଲେ। ସେଦିନ ମୁଁ ଜାଣିଲି ଯେ ସାହସ ହିଁ ଅନେକ ଭୀରୁ ଲୋକଙ୍କୁ ହଟାଇ ଦେଇପାରେ। ତା ପରଦିନ ପୁନର୍ବାର ସେମାନେ ସେହିପରି କଲେ, ମାତ୍ର ସେହିପରି ଭୟରେ ଫେରିଗଲେ। ପୋଲିସ ସାହାଯ୍ୟ ଦେବା ପାଇଁ ମୋତେ କହିଲେ, ମାତ୍ର ମୁଁ ତାହା ମନା କଲି। ଏହାପରେ କଲିକତାରୁ ଗୁଣ୍ଡା ଅଣାଇ ମୋତେ ମାରିଦେବା ପାଇଁ ବ୍ୟବସ୍ଥା ହେଲା। ଥରେ ଜଣେ ଗୁଣ୍ଡା ମୋତେ ମାରିବାକୁ ଆସୁଥିବା ସମୟରେ ମୁଁ ସାହସର ସହିତ ତା ସମ୍ମୁଖକୁ ଚାଲିଯିବାରୁ ସେ ଭୟ ପାଇ ଫେରିଗଲା। ଏହାପରେ ବାରମ୍ବାର ଶୋଭାଯାତ୍ରା ମସଜିଦ୍ ଆଗବାଟେ ନେଲୁ। ସରକାରଙ୍କ ତରଫରୁ ମୋତେ ଲଗାଇ ଅନେକ ଲୋକଙ୍କ ନାମରେ ମକଦ୍ଦମା ହୋଇଗଲା। ଜଣେ ଖ୍ରୀଷ୍ଟିଆନ ମାଜିଷ୍ଟ୍ରେଟ ଖାସ୍ ଆସିଥିଲେ ଆମ ମକଦ୍ଦମା ବିଚାର କରିବା ପାଇଁ। ଆମକୁ 25 ଟଙ୍କା ଜୋରିମାନା ହେଲା, ମାତ୍ର ହାଇକୋର୍ଟରେ ଖଲାସ ହୋଇ ଯାଇଥିଲୁ। ସେହି ସମୟରେ ହିନ୍ଦୁ ମୁସଲମାନ ସଂଘର୍ଷ ଖୁବ୍ ହୋଇଥିଲା। ମୁସଲମାନମାନେ ଲୁଚିକରି ହିନ୍ଦୁଙ୍କୁ ମାଡ଼ ଦେବା ଆରମ୍ଭ କଲେ। ହିନ୍ଦୁଙ୍କ ଭିତରେ ସାହସ ଓ ସଂଗଠନ ବଢ଼ାଇବା ପାଇଁ ବୀରାଷ୍ଟମୀ ଦଳ ମୁଁ ସଂଗଠନ କରିଥିଲି। ବିଶ୍ୱନାଥର ଉଦ୍ୟମ ଫଳରେ ଏହା ପୂର୍ଣ୍ଣ ସଫଳତା ଲାଭ କରିଥିଲା। ଆଜି ସୁଦ୍ଧା ଏହା ଭଲ ଭାବରେ ଚାଲିଛି। ହିନ୍ଦୁମାନେ ମୁସଲମାନମାନଙ୍କୁ ବୟକଟ୍ କଲେ, ଫଳରେ ମୁସଲମାନମାନେ ଚଳିପାରିଲେ ନାହିଁ। ଶେଷରେ ହିନ୍ଦୁମାନେ ଯେତେବେଳେ ଭାବିଲେ ଯେ ସେମାନେ ଜିଣିଲେ, ତେତେବେଳେ ଯାଇ ସେମାନେ ଛାଡ଼ିଲେ। ଏହି ସମୟରେ ବାଲେଶ୍ୱରରେ ହିନ୍ଦୁ ସଂଗଠନ ପାଇଁ କାହ୍ନା ଦାସ ବର୍ମା ବୋଲି ଜଣେ ପଞ୍ଜାବରୁ ଆସିଥିଲେ, ମାତ୍ର ମୁଁ ଏଥିରେ ବାଧା ଦେଇଥିଲି। ହିନ୍ଦୁ ବା ମୁସଲମାନ ଯାହା ହେଉ, ଗୁଣ୍ଡା କରିବ ତା ବିରୁଦ୍ଧରେ ମୁଁ ଚାଲିବି ଓ କୌଣସି ସାମ୍ପ୍ରତିକ ଅନୁଷ୍ଠାନ କରାଇଦେବି ନାହିଁ, ଏପରି ଜିଦ୍ ଧରିବାରୁ ବାଲେଶ୍ୱରରେ ହିନ୍ଦୁ ସଂଗଠନ ହୋଇପାରିଲା ନାହିଁ। ମାତ୍ର ସେ ସମୟରେ ଯାହା ହେଲା, ତା ଫଳରେ ଅନେକ ମୁସଲମାନଙ୍କ ହୃଦୟରେ ମୋ ପ୍ରତି ବୈରଭାବ ରହିଗଲା। ତାପରେ ମୁଁ ବରାବର ଚେଷ୍ଟା କରି ଆସିଛି ଯେ ଭାବ ଦୂର କରିବା ପାଇଁ ଓ ସୁବିଧା ଖୋଜୁଛି କୌଣସି ସମୟରେ ହିନ୍ଦୁ ଗୁଣ୍ଡାମି ବିରୁଦ୍ଧରେ ମୁସଲମାନମାନଙ୍କୁ ସାହାଯ୍ୟ କରିବା ପାଇଁ। ଆମ ଜିଲ୍ଲା କଂଗ୍ରେସ କମିଟି ଏ ବିଷୟରେ ମୋତେ ନିନ୍ଦା କରିଥିଲେ ଓ ମୁଁ ତାଙ୍କୁ ମୁଣ୍ଡପାତ କରି ମାନି ନେଇଥିଲି, କାରଣ କଂଗ୍ରେସ ଏସବୁ ବ୍ୟାପାର ବାହାରେ ଓ ମୁଁ କଂଗ୍ରେସକୁ ଟାଣି ଆଣି ଏଥିରେ ଜଡ଼ିତ କରିବା ପାଇଁ ଚାହିଁନଥିଲି। ଏହି ସମୟରେ ମୋ ମନର ଗତି ଏପରି ହେଲା ଯେ ମୁଁ ବନ୍ଧୁକ, ରାଇଫଲ ଓ ରିଭଲଭର 3ଟା ଲାଇସେନ୍ସ କରି ମଗାଇଥିଲି। ବନ୍ଧୁକ ନେଇ ଅନେକ ଥର ଶିକାର କରିବାକୁ ଯାଇଛି। ଆମ ଗାଁକୁ ବଣରୁ ହାତୀ ଆସିଲେ ଧାନ ଫସଲ ନଷ୍ଟ କରିବା ବେଳେ ବନ୍ଧୁକ ନେଇ ତାଙ୍କୁ ଗୋଡ଼ାଇଛି। ସେ ସମୟରେ ଆନ୍ଦୋଳନ କରି ବନ୍ତ ଓ ଖଇରା ଥାନାରେ ହାତୀମରା ଛଡ଼ା ବୋଲି ସରକାରଙ୍କଠାରୁ ଘୋଷଣା କରାଇଛି, ମାତ୍ର ଏ ମନୋବୃତ୍ତି ବେଶୀ ଦିନ ରହିଲା ନାହିଁ। ଏ ବଡ଼ ବଡ଼ ଘଟଣା ଛାଡ଼ିଦେଲେ ଶହ ଶହ ଛୋଟ ଛୋଟ ଘଟଣା ସମାଧାନ ପାଇଁ ମୋ ପାଖକୁ ଆସୁଥିଲା ଓ ସେସବୁର ସମାଧାନ ପାଇଁ ମୁଁ ଯଥାଶକ୍ତି ଚେଷ୍ଟା କରୁଥିଲି। ସେତେବେଳେ ଜୀବନ ଏତେ କର୍ମମୟ ଥିଲା ଯେ ମୁଁ ଏସବୁ ନାନା ଉଦ୍ବେଗ ଭିତରେ ସନ୍ତୋଷ ଲାଭ କରୁଥିଲି। ମାତ୍ର ମୋ ଚାରିପାଖ ଯେଉଁ ସବୁ ବିପଦ ଘେରି ଆସୁଥାଏ, ତା ପ୍ରତି ମୁଁ ଯଥେଷ୍ଟ ସାବଧାନ ରହିପାରିଲି ନାହିଁ। ଚାରିଆଡ଼କୁ ଦୃଷ୍ଟି ରଖି ନିଜକୁ ନିରାପଦ ରଖିବା ମୋ ପକ୍ଷରେ ସମ୍ଭବପର ହେଲା ନାହିଁ। ପ୍ରଥମେ କନିକା ରାଜାଙ୍କ ସହିତ ସଂଘର୍ଷରେ ଆସିଲି। କନିକା ଆନ୍ଦୋଳନ ସହିତ ମୋର ଯେଉଁ ସମ୍ପର୍କ ରହିଛି, ତା ଆଗରୁ କହିଛି। ଜେଲରେ କନିକାବନ୍ଦୀମାନଙ୍କୁ ପ୍ରତିଶ୍ରୁତି ଦେଇଛି ମୁଁ ସେହି ଆନ୍ଦୋଳନ ସହିତ ବରାବର ସମ୍ପୃକ୍ତ ରହିବି। ପୁଣି ଜେଲରୁ ଯେତେବେଳେ ଖଲାସ ହୋଇ ଆସିଲି, ତେତେବେଳେ ମୋର ଭଦ୍ରକ ସ୍କୁଲ ସହପାଠୀ ଶ୍ରୀ ଚକ୍ରଧର ବେହେରା ଓ ଅନ୍ୟାନ୍ୟ କନିକାର କର୍ମୀମାନେ ମୋତେ ଯେତେବେଳେ ଭଦ୍ରେ, ସେତେବେଳେ ମୁଁ ସେମାନଙ୍କୁ ଚିହ୍ନି। ସେମାନଙ୍କର ବିଷଣ୍ଣ ମଳିନ ଚେହେରା ବର୍ତ୍ତମାନ ସୁଦ୍ଧା ମୋ ଆଖି ଆଗରେ ନାଚୁଛି। ସେମାନଙ୍କୁ ବାସନ୍ଦ କରାଯାଇଥାଏ, ଅନେକଙ୍କୁ ମାଡ଼ ମାଡ଼ି ଦିଆ ହୋଇଥାଏ। ଏପରି ଏକ ଆତଙ୍କ କନିକା ଇଲାକାରେ ସୃଷ୍ଟି କରାହୋଇଥାଏ ଯେ ଯେଉଁମାନେ ଆନ୍ଦୋଳନର କର୍ମୀ, ସେମାନଙ୍କ ସହିତ ଅନ୍ୟମାନେ କଥାବାର୍ତ୍ତା ସୁଦ୍ଧା କରିପାରୁନଥାନ୍ତି। ମୁଁ ସେତେବେଳେ ସେମାନଙ୍କୁ ଉତ୍ସାହ ଦେଇଥିଲି। ବର୍ତ୍ତମାନ ଜିଲ୍ଲା ବୋର୍ଡ ଜରିଆରେ ମୋର ପ୍ରତିପତ୍ତି ବଢ଼ିବାରୁ ମୁଁ ଚେଷ୍ଟା କଲି କନିକା ଇଲାକାରେ ପ୍ରଜାମାନେ ଆତଙ୍କରୁ ରକ୍ଷା ପାଆନ୍ତୁ। ଆଗରୁ କହିସାରିଛି ଯେ ରାଜା ଉପରେ ସରକାରୀ ମହଲ ପ୍ରତିପତ୍ତି ବିସ୍ତାର କରି ଇଲାକାକୁ ଗଡ଼ଜାତ ଭଳି କରି ନେଇଯାଇଥିଲେ। ମୁଁ ଜିଲ୍ଲା ବୋର୍ଡରେ ବସି ଦେଖିଲି ସବୁ ସଡ଼କ ଜିଲ୍ଲା ବୋର୍ଡ ମରାମତ କରେ, ମାତ୍ର ସେ ସବୁ ରାଜାଙ୍କ ସମ୍ପତ୍ତି। ସ୍କୁଲ ସବୁକୁ ଜିଲ୍ଲା ବୋର୍ଡ ଗ୍ରାଣ୍ଟ ଦେଇ ଚଳାଏ, ମାତ୍ର ସେସବୁ ରାଜାଙ୍କ କର୍ତ୍ତୃତ୍ୱରେ ଓ ଶିକ୍ଷକ
ଶିକ୍ଷକମାନେ ରାଜାଙ୍କ ସ୍ଥାନୀୟ ପ୍ରତିନିଧି। ମୁଁ ଜିଲ୍ଲା ବୋର୍ଡ଼ ସତ୍ତ୍ୱ ସାବ୍ୟସ୍ତ କରିବାକୁ ଚେଷ୍ଟା କଲି ଓ ସେଥିରେ ସଫଳତା ଲାଭ କଲି। ତାପରେ ସେତେବେଳେ ଚାନ୍ଦବାଲି ଥାନାରୁ ଯେଉଁଠି କନିକାର ଜଣେ କର୍ମଚାରୀ ଜିଲ୍ଲା ବୋର୍ଡ଼କୁ ନିର୍ବାଚିତ ହୋଇ ଆସିଥାନ୍ତି। ମାତ୍ର ସେ ଥାନାର ସୁବିଧା ଅସୁବିଧା ବିଷୟରେ ମୁଁ ଶ୍ରୀ ଚକ୍ରଧର ବେହେରାଙ୍କ ସହିତ ସମ୍ପର୍କ ରଖିଲି। ତାଙ୍କ ଜରିଆରେ ଅନେକ ଲୋକହିତକର କାର୍ଯ୍ୟ କରାଇଲି। ଯେତେ ପୋଖରୀ କୂଅ ଖୋଳା ହେଲା ସବୁ ଚକ୍ରଧରଙ୍କ ସୂଚନା ଅନୁସାରେ ହେଲା। ଲୋକେ ଜାଣିପାରିଲେ ରାଜାଙ୍କ ପ୍ରତିପତ୍ତି ଯେ ଚିରକାଳ ପାଇଁ ଅକ୍ଷୁଣ୍ଣ ତାହା ନୁହେଁ। ସାଧାରଣଙ୍କ ପ୍ରତିପତ୍ତି ସ୍ଥାପିତ ହେବା ସମୟ ମଧ୍ୟ ଆସୁଛି। ଜଣେ ଜୋନ୍ଷ୍ଟନ୍ ସାହେବଙ୍କୁ କନିକାର ସମସ୍ତ ବିଷୟ ଜଣାଇଲି। ସେ ନିଜେ ସବୁବେଳେ ପ୍ରଜା ସପକ୍ଷରେ ଥାନ୍ତି। ତେଣୁ କନିକା ବିଷୟରେ ସେ ପ୍ରଜାମାନଙ୍କୁ ଅତ୍ୟାଚାରରୁ ରକ୍ଷା କରିବାର ଚେଷ୍ଟା କଲେ। ଏ ସମୁଦାୟ କାର୍ଯ୍ୟର ଫଳ ଏପରି ହେଲା ଯେ ପ୍ରାୟ 1 ବର୍ଷ ମଧ୍ୟରେ କନିକା ଇଲାକାରେ ଅବସ୍ଥା ବଦଳିଗଲା। ଶେଷରେ ମେଳିଆମାନଙ୍କ ବାସନ୍ଦ ଉଠେ ଯାଇ ରାଜ କର୍ମଚାରୀ ଓ ରାଜପକ୍ଷ ଲୋକେ ବର୍ଜିତ ହୋଇଗଲେ। ଚକ୍ରଧର ନିଜେ ମଧ୍ୟ ଅଗାଧ ପରିଶ୍ରମ କରି ଲୋକଙ୍କ ସେବା କରି ନିଜର ପ୍ରତିପତ୍ତି ଅତି ଶୀଘ୍ର ବଢ଼ାଇଲେ। ଏହି ସମୟରେ ପ୍ରଜାଙ୍କ ଦାବି ସ୍ୱୀକାର କରି ସରକାରଙ୍କ ନିଜ ତରଫରୁ ବନ୍ଦୋବସ୍ତ କରାଇଲେ। ରାଜାଙ୍କ ପ୍ରତି ଭୟ ନାହିଁ, ତେଣୁ ରାଜାମାନେ ବନ୍ଦୋବସ୍ତରେ ନିଜ ସ୍ୱତ୍ କାମେ ରଖିବାକୁ ସମର୍ଥ ହେଲେ ଓ ରାଜାଙ୍କ କର ବୃଦ୍ଧି ଦାବି ଗୃହୀତ ହେଲା ନାହିଁ। ଏ ବନ୍ଦୋବସ୍ତରେ ପ୍ରଜାମାନଙ୍କ ଦାବି ଗୃହୀତ ହେବା ଫଳରେ ପ୍ରଜାମାନେ ସମ୍ପୂର୍ଣ୍ଣ ଜିଣିଲେ ବୋଲି ଭାବିଲେ। ନିଜର ଦାବିକୁ ନିର୍ଭୟରେ ଓ ଅବାଧରେ ଉପସ୍ଥାପିତ କରିବାର ସୁବିଧା ମୁଁ ନାନା ସୂତ୍ରରେ କରାଇ ଦେଇଥିଲି। ଗୋଟାଏ ସମୟ ଆସିଲା ଯେଉଁଥିରେ କନିକା ରାଜା ପ୍ରଜାମାନଙ୍କ ସହିତ ମିଳାମିଶା କରିବା ପାଇଁ ରାଜି ହୋଇ ଯାଇଥିଲେ। ଜଣେ କର୍ମୀଙ୍କୁ ରାଜକର୍ମଚାରୀ ଭୀଷଣ ମାଡ଼ ଦେବା ଫଳରେ ସେ ବିଷୟରେ ଆନ୍ଦୋଳନ ହୋଇ କଥା ଏଣ୍ଡ୍ରେସ୍ ସାହେବଙ୍କ ପର୍ଯ୍ୟନ୍ତ ଗଲା। ଏଣେ ପ୍ରଜାମାନଙ୍କ ଖୁବ୍ ଦମ୍ଭ ଥାଏ, ପ୍ରବଳ ଜନମତ ଆଗରେ ଅତ୍ୟାଚାରର ମୁଣ୍ଡ ନୁଆଁଇବା ପାଇଁ ବସିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ ଏଥର ବନ୍ଦୋବସ୍ତ କରିଥିଲେ। ପ୍ରଜାଙ୍କ ତରଫରୁ ପଣ୍ଡିତ ଗୋପବନ୍ଧୁ ପ୍ରତିନିଧି ହୋଇ ରାଜାଙ୍କ ପାଖକୁ ଯାଇଥିଲେ। ଉତ୍କଳ ସମ୍ମିଳନୀ ଦିନରୁ ସେ ଦୁଇଜଣ ପରସ୍ପର ବନ୍ଧୁ, ମାତ୍ର ଉଭୟେ କୌଣସି ସୀମାରେ ପହଞ୍ଚି ପାରିଲେ ନାହିଁ। ତା'ର କାରଣ ପ୍ରଜାମାନଙ୍କ ତରଫରୁ କେତେ ସର୍ତ୍ତ ଦିଆଯାଇଥିଲା ଯାହା ରାଜା ଗ୍ରହଣ କଲେ ନାହିଁ। ବର୍ତ୍ତମାନ ମୁଁ ଭାବୁଛି ଓ ଦେଖୁଛି ସେପରି ସର୍ତ୍ତ ନ ହୋଇଥିଲେ ମଧ୍ୟ ହୋଇଥାନ୍ତା। ପ୍ରଜାଙ୍କ ସତ୍ତ୍ୱ ବଜାୟ ରଖି ମିଳାମିଶା ହୋଇଯାଇଥିଲେ ଭଲ ହୋଇଥାନ୍ତା, ମାତ୍ର ତାହା ହୋଇପାରିଲା ନାହିଁ। ଧୀରେ ଧୀରେ ସଂଘର୍ଷ ବଢ଼ିଲା ଓ ମୋରି ଯୋଗୁଁ ସବୁ ହେଉଛି ଭାବି କନିକା ରାଜାଙ୍କର ମୋ ଉପରେ ଅତିଶୟ ଆକ୍ରୋଶ ବଢ଼ିଲା। ଅନ୍ୟ କେତେକ ଜମିଦାର ମଧ୍ୟ ମୋ ପ୍ରତି ଉତ୍ତ୍ୟକ୍ତ ଥାଆନ୍ତି। ଏମାନଙ୍କୁ କନିକା ରାଜା ଏକଜୁଟ କରାଇଲେ। ଜୋନ୍ଷ୍ଟନ୍ ସାହେବଙ୍କୁ ଓ ମୋତେ ଏକ ବନ୍ଧନୀ ଭିତରେ ରଖି ଏ ଜମିଦାର ଦଳ କାର୍ଯ୍ୟ ଆରମ୍ଭ କଲେ। ଇତିମଧ୍ୟରେ ଭାରତୀୟ ରାଜନୀତି କ୍ଷେତ୍ରରେ ପରିବର୍ତ୍ତନ ଆସି ଯାଇଥାଏ। ମହାତ୍ମା ଗାନ୍ଧୀ ଅସୁସ୍ଥତା କାରଣରୁ ଜେଲରୁ ମୁକ୍ତ ହୋଇଥାନ୍ତି। ତାଙ୍କ ପରାମର୍ଶ ଅନୁସାରେ କଂଗ୍ରେସ ବ୍ୟବସ୍ଥା ସଭାର କାର୍ଯ୍ୟକ୍ରମ ଗ୍ରହଣ କରିନେଲେ। ମାତ୍ର ସେ ନିଜେ ସେଥିରେ ବିଶ୍ୱାସୀ ନ ଥିବାରୁ ଗଠନମୂଳକ କାମକୁ ଆଦରି ରହିଲେ। ଆମ ଓଡ଼ିଶାରେ ଏକ ସମସ୍ୟା ଦେଖାଗଲା। କଂଗ୍ରେସ କାର୍ଯ୍ୟକ୍ରମ ସଫଳତାର ସହିତ ନ ଚଳାଇ ପାରିଲେ ଓଡ଼ିଶାରେ ରାଜନୀତି ବୋଲନ୍ତେ କିଛି ରହିବ ନାହିଁ, ଏପରି ଅନେକ ମନେ କଲେ। ପଣ୍ଡିତ ଗୋପବନ୍ଧୁ ଜେଲରୁ ଖଲାସ ହୋଇ ଆସିଲେଣି। ତାଙ୍କର ମଧ୍ୟ ବ୍ୟବସ୍ଥା ସଭା କାର୍ଯ୍ୟକ୍ରମ ସପକ୍ଷରେ ମତ। ଏହିସବୁ କାରଣରୁ ଓଡ଼ିଶାର ପ୍ରାୟ ସମସ୍ତ କଂଗ୍ରେସ ଲୋକ ବ୍ୟବସ୍ଥା ସଭା କାର୍ଯ୍ୟକ୍ରମରେ ଯୋଗଦେଲେ। ସେତେବେଳେ ମୁଁ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ଥାଏ। ବାସ୍ତବିକ ସେତେବେଳେ ଜିଲ୍ଲା ବୋର୍ଡ଼ କାମରେ ମୁଁ ଏପରି ବ୍ୟାପୃତ ଓ ନିର୍ବିଷ୍ଟ ଥାଏ ଯେ ମୋତେ ଅନ୍ୟ କୌଣସି କାମ କରିବାକୁ ବେଳ ନଥାଏ। ଆଉ ମଧ୍ୟ ମୋ ମନରେ ଅନ୍ୟ କେଉଁଥିରେ ଲାଗୁନଥାଏ। କଂଗ୍ରେସ ଅନୁଷ୍ଠାନ ସହିତ ଖୁବ୍ ଘନିଷ୍ଠ ସମ୍ପର୍କ ଥିଲେ ମଧ୍ୟ ସେଥିପାଇଁ ସମୟ ଆଦୌ ଦେଇପାରୁ ନଥାଏ। ଏହି ସମୟରେ ମଧୁବାବୁ ଅବସ୍ଥା ଚକ୍ରରେ ପଡ଼ି ଆମ୍ଭମାନଙ୍କ ସାହାଯ୍ୟ ପାଇଁ ତାଙ୍କ ଉତ୍କଳ ଟ୍ୟାନେରୀ ପାଇଁ ଲଢ଼ୁଥାନ୍ତି। ସେ ସେଥିପାଇଁ ଗାନ୍ଧିଜୀଙ୍କର ସହିତ ସମ୍ପର୍କରେ ଆସିଥାନ୍ତି। କଟକର ପ୍ରାଦେଶିକ ସମ୍ମିଳନୀ ଯେଉଁଥିରେ ଆଚାର୍ଯ୍ୟ ପ୍ରଫୁଲ୍ଲ ଚନ୍ଦ୍ର ରାୟ ସଭାପତି ହୋଇଥିଲେ, ସେଥିରେ ମଧୁବାବୁଙ୍କୁ ମୁଁ କଂଗ୍ରେସ ମେମ୍ବର ହେବା ପାଇଁ କହିବାରୁ ସେ ରାଜି ହୋଇ ଦସ୍ତଖତ କଲେ। ମୁଁ ଭାବୁଥାଏ ମଧୁବାବୁଙ୍କୁ କଂଗ୍ରେସ ତରଫରୁ କେନ୍ଦ୍ର ବ୍ୟବସ୍ଥା ସଭାକୁ ପଠାଇଲେ ଭଲ ହେବ। ଆଉ ମଧ୍ୟ ମଧୁବାବୁଙ୍କ ଦ୍ୱାରା ସ୍ଥାପିତ ଉତ୍କଳ ସମ୍ମିଳନୀ ଚକ୍ରଧରପୁର ଅଧିବେଶନଠାରୁ ଶେଷ ପାଇଯାଇଥାଏ। ପୁଣି ଉତ୍କଳ ପ୍ରାଦେଶିକ ସମ୍ମିଳନୀ ବୋଲି ଏକ ନୂଆ ଅନୁଷ୍ଠାନ କଟକରେ ଆରମ୍ଭ ହୋଇଯାଇଥାଏ।
ମୁଁ ପ୍ରସ୍ତାବ କରିଥିଲି ଯେ ଯେଉଁ ସମ୍ମିଳନୀ ସବୁ ହେଉଛି ତାକୁ ଉତ୍କଳ ସମ୍ମିଳନୀର ସଂଖ୍ୟା ହିସାବରେ ଗଣା ହେଉ, ତଦ୍ୱାରା ଓଡ଼ିଶାର ଇତିହାସ ଅକ୍ଷୁଣ୍ଣ ରହିବ ଓ ପୁରାତନ ଅନୁଷ୍ଠାନର ମହତ୍ତ୍ୱ ବଢ଼ିବ। କେବଳ କଟକ ପ୍ରାଦେଶିକ ସମ୍ମିଳନୀକୁ ପ୍ରଥମ ନ କହି ଚକ୍ରଧରପୁର ଅଧିବେଶନ ଯେ ସଂଖ୍ୟା ଥିଲା ତାପରେ ସଂଖ୍ୟାରୁ ବୋଲି ଗଣା ହେଉ। ମୋର ଯୁକ୍ତି ଥିଲା ଯେ କଂଗ୍ରେସ ଯେପରି ପ୍ରଥମେ ଆବେଦନ ନିବେଦନରୁ ଆସି ଅସହଯୋଗରେ ପହଞ୍ଚିଛି, ସେହିପରି ଉତ୍କଳ ସମ୍ମିଳନୀ କେଉଁଠୁ ଆସି କେଉଁଠାକୁ ପହଞ୍ଚୁଛି ଯାହା ଜନସାଧାରଣଙ୍କ ଆଖିରେ ରହିବା ଉଚିତ। ମାତ୍ର ଏ ପ୍ରସ୍ତାବ ଯେଉଁଥିରେ କୌଣସି ପ୍ରକାର ନୀତିର ପ୍ରଶ୍ନ ନାହିଁ, କାର୍ଯ୍ୟକ୍ରମର ପ୍ରଶ୍ନ ନାହିଁ, ତାହା ଏପରି ଭାବରେ ରଦ୍ଦ କରି ଦିଆହେଲା ଯେ ମୋର ସହକର୍ମୀମାନଙ୍କ ସହିତ ଗଭୀର ମତଭେଦ ହେଲା। ସେତେବେଳେ ମୁଁ ଚାହିଁଥିଲି ଜଗନ୍ନାଥ ଦାସଙ୍କୁ ଜମିଦାରୀ ନିର୍ବାଚନ ମଣ୍ଡଳୀରୁ କନିକା ରାଜାଙ୍କ ବିରୁଦ୍ଧରେ ଛିଡ଼ା କରାଇବା ଲାଗି। ଜଗନ୍ନାଥ ଦାସ ମୋ ମତ ନେଇ ପ୍ରଚାର କାର୍ଯ୍ୟ ଆରମ୍ଭ କଲେ, ମାତ୍ର ପ୍ରାଦେଶିକ କଂଗ୍ରେସ କମିଟି ତାହା ମଞ୍ଜୁର କଲେ ନାହିଁ। ପରେ ଜଗନ୍ନାଥ ବାବୁ ଯାଇ କନିକା ରାଜା ଦଳର ସମ୍ପାଦକ ହେଲେ। ଏହିପରି ଅନେକ କାରଣରୁ ସହକର୍ମୀମାନଙ୍କ ସହିତ ମତଭେଦ ହେଲା। ମୁଁ ପ୍ରାଦେଶିକ କଂଗ୍ରେସ କମିଟିର ସଭାପତି ପଦରୁ ଇସ୍ତଫା ଦେଲି। ମୋ ପରେ ଶ୍ରୀ ଭାଗୀରଥି ମହାପାତ୍ର ସଭାପତି ହେଲେ। ସେ ସେତେବେଳକାର ନିର୍ବାଚନ କାର୍ଯ୍ୟ ଦକ୍ଷତାର ସହ ପରିଚାଳନା କରିଥିଲେ। ଏହି ସମୟରେ ପୁରୀ ଜିଲ୍ଲା ସମ୍ମିଳନୀ ନିମାପଡ଼ା ଅଧିବେଶନର ମୁଁ ସଭାପତି ହୋଇଥିଲି। ସେଠାକୁ ପଣ୍ଡିତ ଗୋପବନ୍ଧୁ ଓ ପଣ୍ଡିତ ନୀଳକଣ୍ଠ ଯାଇଥିଲେ। ସେଇଠି ମୁଁ ଜାଣିଲି ଯେ ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋପବନ୍ଧୁଙ୍କ ବିରୋଧରେ ଭୀଷଣ ପ୍ରଚାର ଚଳାଇଛନ୍ତି ଓ ସେଥିପାଇଁ ଗୋପବନ୍ଧୁ ଅତି ମ୍ରିୟମାଣ। ବ୍ୟବସ୍ଥା ସଭାରେ କାର୍ଯ୍ୟକ୍ରମ ଅନୁସାରେ ମୋତେ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ବିହାର ଓଡ଼ିଶା ଲାଟସଭାକୁ ଛିଡ଼ା ହେବା ପାଇଁ ମନୋନୀତ କରାହେଲା। ସେତେବେଳେ ଭଦ୍ରକର ଭାଗବତ ବାବୁଙ୍କ ପ୍ରତିପତ୍ତି ଖୁବ୍ ବେଶୀ ଓ ମୁଁ ଛିଡ଼ା ହେଲେ ତାଙ୍କୁ ହରାଇ ପାରିବି ବୋଲି ସମସ୍ତେ ଭାବିବାରୁ ମୋତେ ପ୍ରାର୍ଥୀ ରୂପେ ମନୋନୟନ କଲେ। ବାଲେଶ୍ୱର ନିର୍ବାଚନ ମଣ୍ଡଳୀ ପାଇଁ ଶ୍ରୀ ନନ୍ଦକିଶୋର ଦାସଙ୍କୁ ମନୋନୀତ କରାଯାଇଥିଲା। ସେତେବେଳକୁ ସେ ସତ୍ୟବାଦୀ ବିଦ୍ୟାଳୟ ଛାଡ଼ି ଆସିଥିଲେ, ମାତ୍ର ସେ ଆଇନ ଅନୁସାରେ ଭୋଟଦାତା ନଥିଲେ। ମୁଁ ଜିଲ୍ଲା ବୋର୍ଡ ଚେୟାରମ୍ୟାନ୍ ହିସାବରେ 16 ୟୁନିୟନ କମିଟିକୁ ପ୍ରଭାବିତ କରି ନନ୍ଦବାବୁଙ୍କ ନାମ ଭୋଟଦାତା ତାଲିକାରେ ଲେଖାଇ ଦେଇଥିଲି। ମୋର ମନେହୁଏ ଏହି ଏକ ମାତ୍ର ଘଟଣା ଯେଉଁଥିରେ ମୋର ପଦକୁ ଦଳଗତ ସ୍ୱାର୍ଥରେ ଅନ୍ୟାୟ ଭାବରେ ବ୍ୟବହାର କରିଛି। ଭଦ୍ରକ ନିର୍ବାଚନରେ ମୁଁ ଯଶସ୍ୱୀ ହେଲି, ମାତ୍ର ଏତେ ତିକ୍ତତା ଏହା ସୃଷ୍ଟି କରିଦେଲା ଯେ ମୋ ବିରୁଦ୍ଧରେ ଥିବା ଜମିଦାର ଦଳ ତାର ପୂର୍ଣ୍ଣ ସୁବିଧା ଉଠାଇଲେ। ଲାଟସଭା ମେମ୍ବର ହେବା ପାଇଁ ମୁଁ ବିହାର ଓଡ଼ିଶା ବ୍ୟବସ୍ଥା ସଭାରେ ସ୍ୱରାଜ୍ୟ ଦଳର ହୁଇପ୍ ନିର୍ବାଚିତ ହୋଇଥିଲି, ମାତ୍ର ଏଣେ ମୋ ବିରୁଦ୍ଧରେ ନିର୍ବାଚନ ମକଦ୍ଦମା ଦାୟର ହୋଇଥିଲା। ମାତ୍ର ବର୍ଷେ ଖଣ୍ଡେ ମୁଁ ଲାଟସଭାରେ ରହିଛି। ସେହି ସମୟ ଭିତରେ କନିକାରେ ଘଟୁଥିବା ଅତ୍ୟାଚାର ଓ କନିକା ରାଜାଙ୍କୁ ସମର୍ଥନ କରୁଥିବା ହାକିମମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଛି। ବାଲେଶ୍ୱର ଜିଲ୍ଲାର କେତେକ ଅଞ୍ଚଳରେ ବନ୍ୟା ହୋଇ ଫସଲ ନଷ୍ଟ ହୋଇଥିବାରୁ ଜିଲ୍ଲା ବୋର୍ଡ ତରଫରୁ ମୁଁ ବନ୍ୟା ସାହାଯ୍ୟର ବ୍ୟବସ୍ଥା କରିଥିଲି ଓ ଲାଟସଭାରେ ଆନ୍ଦୋଳନ କରି ବର୍ଷକ ପାଇଁ ଲୁଣମରା ଛାଡ଼ କରାଇଥିଲି। ଏହି ସମୟରେ ଲାଟ ମହଲରେ ଜୋନ୍ଷ୍ଟନ୍ ସାହେବ ଓ ମୋ ବିରୁଦ୍ଧରେ ଭୀଷଣ ପ୍ରଚାର ଚାଲିଲା। ମୁଁ ସେତେବେଳେ ଲାଟଙ୍କ ସହିତ ଦେଖା କରି ତାହା ଜାଣିପାରିଥିଲି, ମାତ୍ର କି ସୂତ୍ରରେ ଏପରି କ'ଣ ହେଉଛି ମୁଁ ଜାଣିବା ପାଇଁ ଯତ୍ନବାନ ହେଲି ନାହିଁ। ମୋଟ କଥା ଏହା ପ୍ରଚାରିତ ହେଉଥାଏ ଯେ ମହତାବ ଜଣେ ଅତି ଧୂର୍ତ୍ତ ଲୋକ। ସେ ଜୋନ୍ଷ୍ଟନ୍ ବେଲୁନ୍ ବନାଇ ନିଜ ଉଦ୍ଦେଶ୍ୟ ସାଧନ କରୁଛି। ବାଲେଶ୍ୱର ଜିଲ୍ଲାରେ ଇଂରେଜ ଶାସନ ପରିବର୍ତ୍ତେ କଂଗ୍ରେସ ଶାସନ ଚାଲିଛି, ଇତ୍ୟାଦି ଇତ୍ୟାଦି। ସଂଯୋଗବଶତଃ ସେହି ସମୟରେ ସମୁଦ୍ର ଭିତରେ ଖଣ୍ଡେ ଚଢ଼ା ପାଇଁ ଆଜି ଓ କନିକା ରାଜାଙ୍କ ବିବାଦ ଉପସ୍ଥିତ ହେଲା। ସଂଯୋଗବଶତଃ ସେହି ସମୟରେ ସମୁଦ୍ର ଭିତରେ ଖଣ୍ଡେ ଛଡ଼ା ପାଇଁ ଆଳି ଓ କନିକା ରାଜାଙ୍କର ବିବାଦ ଉପସ୍ଥିତ ହେଲା। ବିଷୟଟି ହେଉଛି ଏହି ଯେ ସେ ଛଡ଼ା ପ୍ରକୃତରେ ସରକାରଙ୍କର, ମାତ୍ର କନିକା ରାଜା ତତ୍କାଳୀନ ଲାଟ ସାର୍ ହେନେରୀ ଫିଲ୍ଡଙ୍କ ନାମରେ ସେ ଚଢ଼ାକୁ ଫିଲ୍ଡ ଆଇଲ୍ୟାଣ୍ଡ ନାମ ଦେଇ ନିଜେ ଦଖଲ କରିଯାଇଥିଲେ। ଜୋନ୍ଷ୍ଟନ୍ କଲେକ୍ଟର ହିସାବରେ ଏହା ଧରିଲେ ଓ ସେ ଚଢ଼ାକୁ ସରକାରଙ୍କର ବୋଲି ଘୋଷଣା କରି ଦଖଲ ପାଇଁ ଆଳି ରାଜାଙ୍କୁ ପଟ୍ଟା କରିଦେଲେ। ଆଳି ଓ କନିକାର ଚିରବିବାଦ। ଏଥିରେ ଜଣେ କଲେକ୍ଟର ଅଂଶ ନେବା ସମୀଚୀନ ହେଲା ନାହିଁ। ଏହାକୁ କିପରି ଭାବରେ ନେଇ ଲାଟ ମହଲରେ ପହଞ୍ଚିଥିଲେ ମୋତେ ଜଣାନାହିଁ, ମାତ୍ର ଉପରୁ ଉଦ୍ୟମ ହେଲା ଯେ ଜୋନ୍ଷ୍ଟନ୍ ଓ ମୁଁ କିପରି ଜବତ ହେବୁ। ଜୋନ୍ଷ୍ଟନ୍ ସାହେବଙ୍କ ନାମରେ ଅନେକଗୁଡ଼ିଏ ଅଭିଯୋଗ କରି ପ୍ରାଦେଶିକ ସରକାର ତାଙ୍କୁ ଅସମ୍ମାନର ସହିତ ଆଉ ଗୋଟିଏ ଜିଲ୍ଲାର ସରକାରୀ
ସହକାରୀ ଜିଲ୍ଲା ମାଜିଷ୍ଟ୍ରେଟ୍ କରି ବଦଳି କରିବାର ଆଦେଶ ଦେଲେ। ଏଣେ ଠିକ୍ ସେହି ସମୟରେ ଜିଲ୍ଲା ବୋର୍ଡ଼ ନିର୍ବାଚନ ପାଇଁ ମନୋନୟନ ପତ୍ର ଦାଖଲ ହୋଇଥାଏ। ମୋର ଓ ଅନ୍ୟ କେତେଜଣଙ୍କ ମନୋନୟନ ପତ୍ର ବିନା କାରଣରେ ଖାରଜ କରି ଦିଆଗଲା। ଜୋନ୍ଷ୍ଟନ୍ ସାହେବ ସରକାରୀ ଆଦେଶ ବିରୋଧରେ ବିଲାତ ଭାରତ ମନ୍ତ୍ରୀଙ୍କ ଠାରେ ଆପିଲ କରି ଛୁଟି ନେଇ ସେ ବାଲେଶ୍ୱରରେ ଥାନ୍ତି। ମୋର ନିଜର ମନୋନୟନ ପତ୍ର ଖାରଜ ହୋଇଗଲେ ମଧ୍ୟ ନିର୍ବାଚନର ଅଧିକ ସଂଖ୍ୟକ କଂଗ୍ରେସ ଲୋକ ନିର୍ବାଚିତ ହେଲେ। ସେତେବେଳେ କନିକା ରାଜାଙ୍କ ନେତୃତ୍ୱରେ ଗୋଟିଏ ଦଳ ଲାଗିପଡ଼ି କଂଗ୍ରେସକୁ ମୂଳପୋଛ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥାନ୍ତି। କାରଣ ସେମାନଙ୍କ ବିରୁଦ୍ଧରେ ଅଭିଯୋଗ ହେଲା ଯେ ସେମାନେ କଂଗ୍ରେସର ସମର୍ଥକ। ଅର୍ଥ ଓ ପ୍ରତିପତ୍ତି ବଳରେ ନିର୍ବାଚିତ କଂଗ୍ରେସ ଦଳର ଜିଲ୍ଲା ବୋର୍ଡ଼ ସଭ୍ୟଙ୍କ ଭିତରୁ କେତେକକୁ ହାତ କରିବା ପାଇଁ ଚେଷ୍ଟା ହେଲା। ଏଣେ ଆମ ଦଳକୁ ଠିକ୍ କରି କନିକା ଦଳକୁ ଅପଦସ୍ଥ କରିବା ପାଇଁ ଆମେ ଚେଷ୍ଟା କରୁଥାଉ। ସେହି ସମୟରେ ପ୍ରଜାତନ୍ତ୍ର ଆମକୁ ଖୁବ୍ ସାହାଯ୍ୟ କରିଛି। ମାତ୍ର ହାକିମମାନଙ୍କ ମହଲରେ କନିକା ଦଳର ଦୁଷ୍କ୍ରିୟା ପ୍ରଚାର ପାଇଁ ଆଡ଼ଭେଞ୍ଚର ବୋଲି ଖଣ୍ଡିଏ ସାପ୍ତାହିକ ଇଂରାଜୀ ପତ୍ରିକା ବାହାର କଲି। ଲୋକଚକ୍ଷୁରେ କନିକା ଦଳ ଅତି ନିନ୍ଦିତ ହୋଇ ରହିଲେ। ମାତ୍ର ସରକାରୀ କ୍ଷମତା ବଳରେ ସେମାନେ ଆମକୁ ଜବତ କରିବା ପାଇଁ ଚେଷ୍ଟା କଲେ। ସେହି ସମୟରେ 1927 ମସିହାରେ ଓଡ଼ିଶାରେ ବିଶେଷତଃ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବନ୍ୟା ହୋଇ ରେଳ ଲାଇନ ଭାଙ୍ଗିଯାଇ ବିସ୍ତାର କ୍ଷତି ହୋଇଥାଏ। ସେତେବେଳେ ହାକିମମାନେ ରିପୋର୍ଟ କରିଦେଲେ ଯେ କ୍ଷତିର ପରିମାଣ ବେଶୀ କିଛି ନୁହେଁ। ମାତ୍ର ଭୈରବ, ଅଭିରାମ ନନ୍ଦ, ଉପେନ୍ଦ୍ରନାଥ ପଣ୍ଡା ଓ ମୁଁ 4 ଜଣ ଚାଲି ଚାଲି ସମସ୍ତ ବନ୍ୟା ଅଞ୍ଚଳ ନିଜେ ଦେଖି ତଥ୍ୟ ସଂଗ୍ରହ କରିବାକୁ ଲାଗିଲୁ। ଫଟୋଗ୍ରାଫ କ୍ୟାମେରା ସାହାଯ୍ୟରେ ଘର ସବୁ କିପରି ଭାସି ଯାଇଥାଏ, ମଣିଷ କିପରି ମରିଯାଇଥାନ୍ତି ଏସବୁ ପ୍ରକାଶ କଲୁ। ଏହି ଗସ୍ତରେ ଆମେ ଅନେକ ସ୍ଥାନରେ ପାଣି ପିଇବାକୁ ନ ପାଇ ଗୋରୁ ଛେଳି ମଡ଼ି ପଡ଼ିଥିବା ପୋଖରୀରୁ ମଧ୍ୟ ପାଣି ପିଇଲୁ। ସାଙ୍ଗରେ ଚୂଡ଼ା ଚିନି ନେଇଥିଲୁ। କେବଳ ସେତିକିରେ ଚଳୁଥାଉ। ଚାରିଆଡ଼େ ଅତି କରୁଣ ଦୃଶ୍ୟ। ଗାଁକୁ ଗାଁ ଭାସି ଯାଇଥାଏ। ଗୋରୁ ଗାଈ କେତେ ଯେ ନଷ୍ଟ ହୋଇଯାଇଥାନ୍ତି ତା'ର ସଂଖ୍ୟା ନାହିଁ। ଲୋକେ ସର୍ବଶାନ୍ତ ହୋଇ ହା ହତାଶ ହେଉଥାନ୍ତି। ଆମେ ଲୋକଙ୍କୁ ସାହସ ଦେଲୁ। ନିଜେ ଯାଇ ଯେତେବେଳେ ସେମାନଙ୍କ ପଡ଼ିଯାଇଥିବା ଘରକୁ ଟେକି ଉଠାଇଲୁ, ମରି ପଚି ଯାଇଥିବା ଗୋରୁ ଗାଈଙ୍କୁ ହାତରେ ସଫା କଲୁ, ସେତେବେଳେ ମୁଣ୍ଡରେ ହାତ ଦେଇ ବସିଥିବା ଗୃହସ୍ଥର ମନରେ ଟିକିଏ ଦମ୍ଭ ଆସିଲା। ଆମେ ପ୍ରତିଦିନ ଯାହା ଦେଖୁଥାଉ ତାକୁ ଖବରକାଗଜରେ ପ୍ରକାଶିତ କରିବାର ବନ୍ଦୋବସ୍ତ କରୁଥାଉ। ଏହି ଗସ୍ତ ବେଳେ ଆଖୁଆପଦାର ପଣ୍ଡିତ ଗୋପବନ୍ଧୁ ଓ ଲିଙ୍ଗରାଜ ବାବୁଙ୍କୁ ଆମେ ଭେଟିଥିଲୁ। ସେମାନେ କଟକ ଜିଲ୍ଲାର ବନ୍ୟା ଅଞ୍ଚଳ ଦେଖି ବାଲେଶ୍ୱର ଜିଲ୍ଲାକୁ ଆସିଥାନ୍ତି। ଆମେ ଏପରି ବୁଲୁଥିବାର ଦେଖି ଗୋପବନ୍ଧୁ ବାବୁ ଅତିଶୟ ପ୍ରୀତି ହୋଇଥିଲେ ଓ ଆମକୁ ଉତ୍ସାହ ଦେଇଥିଲେ। ଯେଉଁଦିନ ଗସ୍ତରୁ ଫେରି ଭଦ୍ରକରେ ପହଞ୍ଚିଲୁ, ସେଦିନ ଏକ ସଙ୍ଗରେ 22 ମାଇଲ ବାଟ ଅତି କାଦୁଅ ରାସ୍ତାରେ ଚାଲିଥିବାରୁ ବିଛଣାରୁ ଆଉ ଉଠିପାରିଲୁ ନାହିଁ। ପୁଣି ଡାକ୍ତରୀ ଚିକିତ୍ସା ପରେ ସୁସ୍ଥ ହେଲୁ। ମାତ୍ର ବିଶ୍ରାମ ପାଇଁ ବେଳ ନଥାଏ। ବନ୍ୟା ସାହାଯ୍ୟ ପାଇଁ କଲିକତାର ଅଗରତାଲା ପଞ୍ଚାୟତ, ମାରୱାଡ଼ି ରିଲିଫ ସୋସାଇଟି, ଗୁଜରାଟୀ ରିଲିଫ ପାଣ୍ଠି, ରାମକୃଷ୍ଣ ମିଶନ ଓ ଭାରତ ସେବାଶ୍ରମ ଆସି ଭଦ୍ରକରେ ପହଞ୍ଚିଲେ। ସମସ୍ତଙ୍କୁ ସ୍ଥାନ ଦେଇ ଓ କର୍ମୀ ଦେଇ ଯେତେ ଦୂର ପାରୁ ସାହାଯ୍ୟ କଲୁ। ଏ ସମସ୍ତ ବେସରକାରୀ ଅନୁଷ୍ଠାନ ମୋହରି ପରାମର୍ଶରେ ଚାଲିଥାଏ। ଏଣେ ଆମର ସରକାରଙ୍କ ବିରୋଧରେ ଅଭିଯୋଗ ଚାଲିଥାଏ ଯେ ସେମାନେ ଏତେ ବଡ଼ ବିପଦରେ ଉଦାସୀନ ହୋଇ ବସିଛନ୍ତି। ଆମ ଦେଖାଦେଖି ସେ ସମୟର କଲେକ୍ଟର ସାହେବ ଚାଲିକି ଅନେକ ଆଡ଼େ ବୁଲିଲେ। ଶେଷରେ ବହୁ ବିବାଦ ପରେ ଆମେ ଯେଉଁ ରିପୋର୍ଟ ଦେଇଥିଲୁ ତାହା ସତ୍ୟ ବୋଲି ପ୍ରମାଣିତ ହେଲା। ମୋର ମନେ ଅଛି, ସେତେବେଳେ ଜଣେ ଉଚ୍ଚ ପଦସ୍ଥ ହାକିମ ନିଜର ପରାଜୟ ସ୍ୱୀକାର କରି କହିଥିଲେ, ଆମର ଅସୁବିଧା ଯେ ଆମେ ଚାଲିକରି ମୁଢ଼ି ଖାଇ ଗ୍ରସ୍ତ କରିପାରୁନାହୁଁ। ମାତ୍ର ମହତାବ ସେସବୁ ସହଜରେ କରିପାରେ। ସେହି ସମୟରେ ଏଣ୍ଡ ସାହେବ, ରେଭରେଣ୍ଡ ଟକର, ହୋରେସ ଆଲେକଜାଣ୍ଡରମାନେ ଓଡ଼ିଶା ଆସିଥିଲେ ଓ ବନ୍ୟା ସାହାଯ୍ୟରେ ସହାୟତା କରିଥିଲେ। ଏଣ୍ଡ ସାହେବ, କମିଶନର ସାହେବ ଓ ଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ଯେତେବେଳେ ବସି ସରକାରୀ ଓ ବେସରକାରୀ ରିପୋର୍ଟ ମିଳାଇଲେ, ସେତେବେଳେ ଆମରି ରିପୋର୍ଟ ହିଁ ଗୃହୀତ ହୋଇଥିଲା ଓ ସେତେବେଳକାର ହୋମ୍ ମେମ୍ବର ସିପ୍ଟନ ସାହେବ ଆସି ଆମ୍ଭମାନଙ୍କ ସହିତ ବନ୍ୟା ସାହାଯ୍ୟ ବିଷୟରେ ଆଲୋଚନା କରିଥିଲେ। ସେଥରକ ସରକାରଙ୍କ ତରଫରୁ ଟିକିଏ ଉଦାର ଭାବରେ ବନ୍ୟା ସାହାଯ୍ୟ ଦିଆଯାଇଥିଲା। ବନ୍ୟା ସାହାଯ୍ୟ ବାବଦରେ ବାଲେଶ୍ୱର ଜିଲ୍ଲା ସବୁ ସଂସ୍ଥାରୁ ମୋଟ ପ୍ରାୟ 9 ଲକ୍ଷ ଟଙ୍କା ପାଇଥିଲା। ଯେତେ କ୍ଷତି ହୋଇଥିଲା ତା ତୁଳନାରେ ଏ କିଛି ନୁହେଁ। ମାତ୍ର ଏ ସାହାଯ୍ୟ ଦ୍ୱାରା ଲୋକେ ଟିକିଏ ନିଶ୍ୱାସ ମାଇଲେ।
ଏହି ବନ୍ୟା ସାହାଯ୍ୟ କରିବାର ନାମରେ କନିକା ଦଳ ନିଜ ଭିତରେ 35,000 ଟଙ୍କା ଚାନ୍ଦା ସଂଗ୍ରହ କରି ଏକ ପାଣ୍ଠି ସୃଷ୍ଟି କରିଥିଲେ। ଏଥିରୁ କିଛି ବନ୍ୟା ସାହାଯ୍ୟ କାମରେ ଖର୍ଚ୍ଚ ହୋଇଥିଲା। ବନ୍ୟା ସାହାଯ୍ୟ ଛଡ଼ା ଅନ୍ୟ ଦଳଗତ କାର୍ଯ୍ୟ ମଧ୍ୟ ଏ ପାଣ୍ଠିରେ ସାହାଯ୍ୟରେ ଆସିଛି। ପଣ୍ଡିତ ଗୋପବନ୍ଧୁ ଏହି ବନ୍ୟା ପରେ ପରେ ଏକ ବେସରକାରୀ ବନ୍ୟା ତଦନ୍ତ କମିଟି ଗଠନ କରି ପ୍ରଶ୍ନାବଳୀ ଛାପି ଚାରିଆଡ଼େ ପଠାଇ ଏକ ଆନ୍ଦୋଳନ ସୃଷ୍ଟି କଲେ। ଏନ୍ ସାହେବ ମଧ୍ୟ ବଡ଼ଲାଟଙ୍କର ଓଡ଼ିଶାର ଦୁରାବସ୍ଥା ଜଣାଇଲେ। ଫଳରେ ଭାରତ ସରକାରଙ୍କ ନିଯୁକ୍ତିରେ ଏକ ତଦନ୍ତ କମିଟି ଗଠିତ ହେଲା। ଏ କମିଟି ଚାରିଆଡ଼େ ବୁଲି ତଦନ୍ତ କରି ଯେଉଁ ରିପୋର୍ଟ ଦେଇଥିଲେ ତାହା ସାଧାରଣ ଭାବରେ ସନ୍ତୋଷଜନକ ହୋଇଥିଲା। ମାତ୍ର ସେଥିରେ ଅନେକ ପ୍ରସ୍ତାବ କନିକା ରାଜା ପ୍ରଭୃତି ନ୍ୟସ୍ତ ସ୍ୱାର୍ଥ ବିଶିଷ୍ଟ ଲୋକଙ୍କ ସ୍ୱାର୍ଥ ବିରୁଦ୍ଧରେ ଯାଉଥିବାରୁ ତାହା ସେ କାର୍ଯ୍ୟରେ ପରିଣତ ହେଲା ନାହିଁ। ଏହି ସମୟରେ ଅଫିମ ବିରୋଧରେ ଆନ୍ଦୋଳନ କରିବା ପାଇଁ ଏମ୍ ସାହେବ ବାଲେଶ୍ୱର ଆସିଥିଲେ। ସେ ଆସି ଆମ ସ୍ୱରାଜ ମନ୍ଦିରରେ ଥିଲେ। ଏତେ ବଡ଼ ଲୋକଙ୍କୁ ଆମେ ଅତିଥି ହିସାବରେ ପାଇ ଧନ୍ୟ ହୋଇଥିଲୁ। ସେ 3-4 ଦିନ ଆମ ସାଙ୍ଗରେ ଥିଲେ। ସେତେବେଳେ ଲିଗ୍ ଅଫ୍ ନେସନ୍ ଅଫିମ ପ୍ରଚାର ବନ୍ଦ କରିବା ପାଇଁ ବ୍ୟବସ୍ଥା କରୁଥିଲେ ମଧ୍ୟ ଭାରତରେ ଇଂରେଜ ସରକାର କିପରି ତା'ର ପ୍ରଚାର ବୃଦ୍ଧିରେ ଲାଗିଛନ୍ତି ଏହା ଏନ୍ ସାହେବ ଅନୁସନ୍ଧାନ କରି ଆମେରିକା ପ୍ରଭୃତି ଦେଶର ଖବରକାଗଜରେ ପ୍ରକାଶ କରିଥିଲେ। ଏହି ସମୟରେ ସେ ସମୟର ହାଉସ୍ ଅଫ୍ କମିଶନର୍ସ ଚୟନିତ ସଭ୍ୟ ହୋରେସ୍ ଆଲେକଜାଣ୍ଡର ମଧ୍ୟ ବାଲେଶ୍ୱର ଆସିଥିଲେ। ବନ୍ୟା ସମସ୍ୟା ଓ ଅଫିମ ସମସ୍ୟା ବାଦ ଆମେ ଯେ ଅନ୍ୟ ଏକ କନିକା ସମସ୍ୟାରେ ପଡ଼ିଥାଉ ତା ମଧ୍ୟ ଏ ଆଗନ୍ତୁକମାନଙ୍କ ସହିତ ମୋର ଆଲୋଚନା ହେଉଥାଏ। ହୋରେସ୍ ଆଲେକଜାଣ୍ଡରଙ୍କୁ କନିକା ଇଲାକାକୁ ନେଇ ଯାଇଥିଲି। ସେ ତାଙ୍କର ଇଣ୍ଡିଆନ୍ ଫର୍ମେଣ୍ଟରେ ସରକାରୀ ହାକିମଙ୍କ ଉପରେ ପ୍ରଭାବ ପକାଇ କିପରି ସାଧାରଣଙ୍କୁ ଚପାଇ ପାରିଛନ୍ତି ସେ ବିଷୟରେ ସେ ଉଲ୍ଲେଖ କରିଛନ୍ତି। ଏହାର କିଛିଦିନ ପରେ ମହାତ୍ମା ଗାନ୍ଧୀ ମଧ୍ୟ ଓଡ଼ିଶା ଆସିଲେ। ସେ ଓଡ଼ିଶାରେ କୌଣସି ଗ୍ରାମରେ 4 ଦିନ ରହିବାର ସ୍ଥିର କଲେ। ସେ ଭାର ମୋ ଉପରେ ପଡ଼ିଲା। ମୁଁ କନିକା ଇଲାକା ପାଖ ଚାରିବାଟିଆ ଗ୍ରାମରେ ତାଙ୍କର 4 ଦିନ ରହିବାର ବନ୍ଦୋବସ୍ତ କଲି। ଏ ବନ୍ଦୋବସ୍ତ କିଛି ସାମାନ୍ୟ ବିଷୟ ନଥିଲା। ମୋର ସହକର୍ମୀମାନେ ଯଥାସାଧ୍ୟ ଚେଷ୍ଟା କରି ନଥିଲେ ସେଠାରେ ବନ୍ଦୋବସ୍ତ ସଫଳ ହୋଇପାରି ନଥାନ୍ତା। ସେଇଠାରେ ଗାନ୍ଧିଜୀଙ୍କ ସହିତ ନିରୋଳାରେ କଥାବାର୍ତ୍ତା କରିବାର ସୁଯୋଗ ମିଳିଥିଲା। ଗାନ୍ଧିଜୀଙ୍କୁ କନିକା ଇଲାକା ଭିତରକୁ ଯିବା ପାଇଁ ଅନୁରୋଧ କରିଥିଲି। ଗାନ୍ଧିଜୀ ସେତେବେଳେ ଖଦି କାର୍ଯ୍ୟରେ ନିଯୁକ୍ତ ଏଣୁ କନିକା ବିଷୟରେ ମନ ଦେବେ କି ନା ଏ ବିଷୟରେ କାକା କାଲେରାକ ଉଠାଇଥିଲେ। ଗାନ୍ଧିଜୀ ଉତ୍ତରରେ କହିଥିଲେ ଖଦି କାମ ପାଇଁ ମୁଁ ଯୁଆଡ଼େ ଯିବି ସେଠି ଯାହା କିଛି ସମସ୍ୟା ମୋତେ ବୁଝିବାକୁ ହେବ, ଅନ୍ୟଥା ଖଦି କାମର ମହତ୍ତ୍ୱ ନାହିଁ। ଗାନ୍ଧିଜୀ କନିକା ବିଷୟ ବୁଝିବା ପାଇଁ ରାଜି ହୋଇ କନିକା ଇଲାକା ଭିତରକୁ ଯାଇଥିଲେ। ଆଜି ପର୍ଯ୍ୟନ୍ତ କନିକା ଆନ୍ଦୋଳନ ଯେପରି ଭାବରେ କଂଗ୍ରେସରୁ ଅଲଗା ହୋଇ ଚାଲିଛି ତାହା ସେ ସମର୍ଥନ କରିଥିଲେ। ଏଇଠି ଶେଷ ହେଲା ପରିଚ୍ଛେଦ 1923ରୁ 1929ର ଦ୍ୱିତୀୟ ଭାଗ। ରହିଲି, ନମସ୍କାର।